ଜଳୁଛି ପଦ୍ମତୋଳା ଅଭୟାରଣ୍ୟ। ବନ୍ୟଜନ୍ତୁ କଲବଲ, ବହୁ ପୁରୁଣା ଗଛ ପୋଡ଼ି ନଷ୍ଟ। ମୁଣ୍ଡଫଟା ଖରା ଓ ଜଙ୍ଗଲରେ ନିଆଁ ପାଇଁ ସମଗ୍ର ବୌଦ୍ଧ ଏବେ ଅଗ୍ନିପିଣ୍ଡୁଳା ପାଲଟିଛି। ପାରଦ ଏବେ ଉପର ମୁହାଁ। 2 ଦିନ ଧରି ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନସ୍ଥ କୁସଙ୍ଗ ରେଞ୍ଜ ପଦ୍ମତୋଳା ଅଭୟାରଣ୍ୟରେ ଲାଗିଛି ନିଆଁ। ବନ୍ୟଜନ୍ତୁ କଲବଲ ହେବା ସହ ବହୁ ପୁରୁଣା ଗଛ ପୋଡ଼ି ନଷ୍ଟ। ବିଭାଗର ସାଥୀ ଓ କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ନାକେଦମ ହୋଇଗଲେଣି। ଗତକାଲି କିଛି ଦୁର୍ବୃତ୍ତମାନେ ଅଭୟାରଣ୍ୟ ଭିତରେ ପଶି ନିଆଁ ଲଗାଇ ପଳାଇ ଯାଇଥିବା ବେଳେ ନିଆଁ ଜଙ୍ଗଲରେ ଧୀରେ ଧୀରେ ବ୍ୟାପିବାକୁ ଲାଗିଥିଲା। ବନ୍ୟ ପ୍ରାଣୀ ବିଭାଗ ଖବର ପାଇ ନିଆଁକୁ ଆୟତ୍ତ କରିବା ପାଇଁ ରେଞ୍ଜରଙ୍କ ସମେତ ସ୍କ୍ୱାଡ୍ କର୍ମଚାରୀ ପହଞ୍ଚିଥିଲେ ଏବଂ ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି କୁସଙ୍ଗ ରେଞ୍ଜର ସଂସାରୀ ବର୍ଗିଆ କହିଛନ୍ତି। ଅନ୍ୟପଟେ ପଦ୍ମତୋଳା, ବଡ଼ ପାହାଡ଼, ସୁନାଖଣିଆ ପାହାଡ଼, ଡିମ୍ବିରିଆ ପାହାଡ଼ରେ ଲାଗିଥିବା ନିଆଁକୁ ଆୟତ୍ତ କରିଛି ବନ ବିଭାଗର ନିୟୋଜିତ ଥିବା କର୍ମଚାରୀ। ଅନ୍ୟପଟେ ଏକାବେଳେ ସାତଖଣ୍ଡ, ନନ୍ଦାଗାଡୁରେ ମଧ୍ୟ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ସୂଚନା ଅନୁସାରେ କେନ୍ଦୁପତ୍ର ତୋଳାଳି ଓ ଜଙ୍ଗଲ ଜନ୍ତୁ ଶିକାରୀମାନେ ଏଭଳି ଜଙ୍ଗଲରେ ନିଆଁ ଲଗାଇଥିବାର ସାଧାରଣରେ ଚର୍ଚ୍ଚା ହେଉଛି। ଦେଖିବାକୁ ଗଲେ 2-3 ଦିନ ହେଲା ବୌଦ୍ଧରେ 45 ଡିଗ୍ରୀ ପାରଦ ଥିବାବେଳେ ଜଙ୍ଗଲରେ ନିଆଁ ଲାଗିଲା ପରେ ଜନଜୀବନ ଆଉ ଟିକେ ଅସ୍ତବ୍ୟସ୍ତ ହୋଇଯାଉଥିବା ଦେଖିବାକୁ ମିଳିଛି। ବୌଦ୍ଧରୁ ବୈଦ୍ୟନାଥ ସାମଲଙ୍କ ସହିତ ହରଭଙ୍ଗାରୁ ଚିତ୍ତରଞ୍ଜନ ସିଂଙ୍କ ରିପୋର୍ଟ, ମୋ ଜିଲ୍ଲା ଖବର।